ଓମ୍ ଶାନ୍ତି। ସର୍ବଗ୍ରହ ଦୋଷରୁ ମୁକ୍ତ କରିଲା ବାଲା ଦୁଃଖହର୍ତ୍ତା ସୁଖକର୍ତ୍ତା ଭଗବାନ ନିରାକାର ଶିବ ପିତାଙ୍କର ଏହି କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗରେ ବିଶ୍ୱ ଭାଗ୍ୟ ପରିବର୍ତ୍ତନର ଶ୍ରେଷ୍ଠ କାର୍ଯ୍ୟରେ ନିଜକୁ ସାମିଲ କରୁଥିବା ସମସ୍ତ ମହାନ ତ୍ୟାଗୀ ତପସ୍ୱୀ ଶ୍ରେଷ୍ଠ ଆତ୍ମାମାନଙ୍କୁ ହୃଦୟର ସହିତ ଶୁଭେଚ୍ଛା, ଶୁଭ ଭାବନା, ଶୁଭକାମନା, ସୁପ୍ରଭାତ, ସୁସ୍ୱାଗତ। କଥାରେ ଅଛି, ଶୁଭ କାର୍ଯ୍ୟରେ ବିଳମ୍ବ କରିବା ଅନୁଚିତ। ଶୁଭସ୍ୟ ଶୀଘ୍ରମ୍। ମନ ହେଉଛି ମାଙ୍କଡ଼ ସଦୃଶ। ମାଙ୍କଡ଼ ଯେପରି ଅସ୍ଥିର ହୋଇ ଏ ଡାଳରୁ ସେ ଡାଳକୁ ଡେଇଁ ଡେଇଁ ବୁଲିଥାଏ, ମନର କାର୍ଯ୍ୟ ମଧ୍ୟ ସର୍ବଦା ଇଆଡ଼ୁ ସିଆଡ଼ୁ ଚିନ୍ତା କରିବା। ସେଥିପାଇଁ ମଧ୍ୟ କୁହାଯାଏ କି ଯାହା ଭଲ ଚିନ୍ତା କରିଛ କରିବା ପାଇଁ ତାହାକୁ ତୁରନ୍ତ କରିଦେବା ଉଚିତ। ନଚେତ୍ କିଏ ଜାଣେ ମନ ପରିବର୍ତ୍ତନ ହୋଇଯାଇ ପୁଣି ସେହି କାର୍ଯ୍ୟରେ ବାଧକ ସାଜି ନଯିବ ବୋଲି। ସେଥିପାଇଁ ଭଗବାନ ମଧ୍ୟ କହୁଛନ୍ତି, ମଧୁର ଆତ୍ମିକ ସନ୍ତାନମାନେ ଏହି ଶରୀର ଉପରେ କୌଣସି ଭରସା ନାହିଁ। ତେଣୁ ଯାହା କିଛି ଶୁଭ କାର୍ଯ୍ୟ କରିବାର ଅଛି ତାହା ଆଜି ହିଁ କରିଦିଅ, କାଲି ଉପରେ ଛାଡ଼ ନାହିଁ। କାହାଣୀଟିଏ ମନେ ପଡ଼େ। ଜଗନ୍ନାଥ ଧାମ ପୁରୀରେ ଜଣେ ସେବାଧାରୀ ବୃଦ୍ଧା କୁମ୍ଭାରୁଣୀଟିଏ ରହୁଥିଲେ। ମାଟି ଘଡ଼ି ତିଆରି କରିବାରେ ତାଙ୍କର ବହୁତ ଅଭିଜ୍ଞତା ଥିଲା। ସେ ଏପରି ସୁନ୍ଦର ଘଡ଼ିମାନ ତିଆରି କରୁଥିଲେ, ନ ଦେଖିଲା ଲୋକ ବି ଘଡ଼ିଏ ଛିଡ଼ା ହେଇ ଦେଖିବ। ବୟସାଧିକ୍ୟ କାରଣରୁ ସେ ଘଡ଼ି ଦେବାକୁ ଜଗନ୍ନାଥଙ୍କ ପାଖକୁ ଯାଇପାରେ ନାହିଁ, କେବଳ ଗଢ଼ି ଦେଇଥାନ୍ତି ଆଉ ଗାଁର ଜଣେ ଲୋକଙ୍କ ହାତରେ ସେଗୁଡ଼ିକୁ ମନ୍ଦିରକୁ ପଠେଇ ଦିଅନ୍ତି। ଯିଏ ପଚାରେ କି ମାଉସୀ, ତୁମେ ମନ୍ଦିରକୁ ଯିବ ନାହିଁ? ବୁଢ଼ୀ କୁହନ୍ତି, କାଲି ଯିବି। ଏହିପରି ଦିନ ପରେ ଦିନ ଗଡ଼ି ଚାଲିଲା। ଯିଏ ଯେତେବେଳେ ପଚାରେ ତାଙ୍କୁ ଏକ ପ୍ରକାରର ଉତ୍ତର ମିଳିଥାଏ, କାଲି ଯିବି। ଶେଷରେ କାଲି କାଲି କହି କହି ଆଉ କାଲି ହେଇପାରିଲା ନାହିଁ କି ବୁଢ଼ୀ ମନ୍ଦିର ଯାଇପାରିଲେ ନାହିଁ, କାରଣ ତାଙ୍କର ଦେହାନ୍ତ ହେଇଗଲା। ଯେଉଁ କାହାଣୀ ଆଜି ମଧ୍ୟ ପୁରୁଷୋତ୍ତମ କୁମ୍ଭାରୁଣୀ ନାମରେ ବିଖ୍ୟାତ ହୋଇ ରହିଛି ଜନମାନସରେ। କଥା କଥାକେ ସେହି ଉଦାହରଣ ଦେଇଥାନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀ ମଧ୍ୟ କହୁଥିଲେ, କାଲିର କାମ ଆଜି ଆଉ ଆଜିର କାମ ଏବେ କରିବା ଦରକାର, କାରଣ କାଲିକୁ କିଏ ଦେଖିଛି। ତେଣୁ ଶୁଭ କାର୍ଯ୍ୟ ତୁରନ୍ତ କରି ତାହାର ଶ୍ରେଷ୍ଠ ଫଳକୁ ପ୍ରାପ୍ତ କରିବା ବୁଦ୍ଧିମାନର ପରିଚାୟକ ଅଟେ। ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ପାଇଁ ଦାଦା ଲେଖରାଜ ନିରାକାର ପରମାତ୍ମା ଶିବ ଭଗବାନଙ୍କର ସାକ୍ଷାତ ବାଣୀ ଶୁଣି ଏବଂ ନାରାୟଣଙ୍କର ସାକ୍ଷାତକାର କରି ଶୂନ୍ୟବାଣୀ ଶୁଣିବା ମାତ୍ରକେ ହିଁ ତାଙ୍କର ନିଶ୍ଚୟତା ଆସିଯାଇଥିଲା। ଅବିଳମ୍ବେ ନିଜର ତନ, ମନ ଆଉ ଧନ ସବୁକିଛି ଈଶ୍ୱର ଅର୍ଥେ ଅର୍ପଣ କରିଦେଲେ। ବ୍ୟବସାୟୀରେ ସେ ଜଣେ ହୀରା ବ୍ୟବସାୟୀ ଥିଲେ। ଅଂଶୀଦାରରେ ବ୍ୟବସାୟ କରୁଥିଲେ। ତେଣୁ ତାଙ୍କର
ସହଯୋଗୀ ବା ତାଙ୍କ ସହିତ ଯେଉଁମାନେ ବିଜନେସ୍ କରୁଥିଲେ ବା ବେପାର କରୁଥିଲେ ସେମାନଙ୍କ ସହିତ ଆଲୋଚନା କରି ସେ କହିଲେ, ମୋ ଭାଗ ତୁମେ ଯାହା ହିସାବ କରି ମୋତେ ଦେଇଦିଅ, ମୋର ଆଉ ବ୍ୟବସାୟ କରିବାର ନାହିଁ। ସେତେବେଳେ ସମୟରେ ମୌଖିକ ଭାବରେ ହିସାବ କରି 33 କୋଟି ଟଙ୍କାର ସମ୍ପତ୍ତି ତାଙ୍କ ନାମରେ ହେଇଥିଲା ଏବଂ ସେ ସବୁ ସମ୍ପତ୍ତିକୁ ଏହି ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନାର୍ଥେ ସମର୍ପଣ କରିଥିଲେ। ଯାହାଙ୍କ ଶରୀରର ଆଧାର ନେଇ ନିରାକାର ଶିବ ପିତା ତାଙ୍କର ନାମ ରଖିଲେ ପ୍ରଜାପିତା ବ୍ରହ୍ମା ଏବଂ ତାଙ୍କ ମାଧ୍ୟମରେ କଳିଯୁଗୀ ସୃଷ୍ଟିକୁ ସତ୍ୟଯୁଗୀ ସ୍ୱର୍ଗରାଜ୍ୟରେ ପରିଣତ କରି ସେଥିପାଇଁ ମୁଖବଂଶାବଳୀ ପ୍ରଜା ସୃଷ୍ଟି କରୁଛନ୍ତି, ଯେଉଁମାନେ କି ଦୈବୀ ଗୁଣ ସମ୍ପନ୍ନ ହୋଇ ସେହି ଶତପ୍ରଧାନ ଦୁନିଆକୁ ଚଳେଇ ପାରିବେ। ତେଣୁ କହୁଛନ୍ତି, ଆତ୍ମାଗଣ ଶିବ ବାବାଙ୍କୁ ନିଜର ସନ୍ତାନ କରିଦିଅ, ସିଏ ତୁମକୁ 21 ଜନ୍ମ ପାଇଁ ମାଲାମାଲ ଅର୍ଥାତ୍ ଧନବାନ କରିଦେବେ। କେବଳ ଏଇ ଜଣେ ମାତ୍ର ହିଁ ଅଟନ୍ତି ଯିଏକି ସମସ୍ତଙ୍କର ସନ୍ତାନ ହୋଇ ସମସ୍ତଙ୍କର ଭାଗ୍ୟକୁ ଭରପୁର କରିଦେଉଛନ୍ତି, ଏକ ନିରାକାର ପରମାତ୍ମା ଶିବ ପିତା। କିନ୍ତୁ ଅନେକେ ଡରୁଛନ୍ତି, ଭାବୁଛନ୍ତି ସବୁ କିଛି ଦେଇଦେବାକୁ ପଡ଼ିବ। ବାବା କହୁଛନ୍ତି, ଏଥିରେ ଡରିବାର କିଛି କଥା ନାହିଁ। କେବଳ ବୁଦ୍ଧି ସହିତ ସମର୍ପଣ ହେଇଯାଅ। ତୁମେ ନିଜର ପିଲା ଛୁଆଙ୍କୁ ସମ୍ଭାଳ, ପରିବାର ସମ୍ଭାଳ, ସମସ୍ତଙ୍କର ପାଳନା କର, କର୍ମ କରିଚାଲ, ହେଲେ ବୁଦ୍ଧି ଯୋଗ ମୋ ସହିତ ଲଗେଇ ରଖ। ଏହି ସନ୍ତାନ ଅର୍ଥାତ୍ ଶିବ ବାବାଙ୍କୁ ୟାଦ କରିଚାଲ, ତେବେ ସିଏ ତୁମକୁ ମାଲାମାଲ କରିଦେବେ। ସମର୍ପିତ ହେଇଯାଅ, ସେ ତୁମର ବହୁତ ସେବା କରିବେ। ହେଲେ ମାୟା ବି କିଛି କମ୍ ନୁହେଁ। ସେ ଯେଉଁ ବହୁତ ବଡ଼ ଜାଲ ବିଛେଇଛି, ସେଥିରୁ ମୁକ୍ତ ହେବା ପାଇଁ ହେଲେ ନିରନ୍ତର ଦେହ ଏବଂ ଦେହର ସ୍ମୃତି ଠାରୁ ଅଲଗା ରହି ଏକ ନିରାକାର ବାବାଙ୍କ ସ୍ମୃତି ଦ୍ୱାରା ସେହି ଜାଲଠାରୁ ବର୍ତ୍ତିବାକୁ ହେବ। ଆଉ କୌଣସି ଦେହଧାରୀର ଜାଲ ଅର୍ଥାତ୍ ଦେହର ସ୍ମୃତିରେ ଫସିବାର ନାହିଁ। ସମସ୍ତଙ୍କ ଠାରୁ ମମତ୍ୱ ତୁଟେଇ ଚାଲ। ତୁମକୁ ଯେଉଁ ଜ୍ଞାନର ଆଲୋକ ଜ୍ଞାନସାଗର ପରମାତ୍ମାଙ୍କ ଠାରୁ ମିଳୁଛି, ତାହା ସମସ୍ତଙ୍କୁ ଦେବାକୁ ହେବ। ଶିବ ବାବା କହୁଛନ୍ତି, ଅନେକ ପ୍ରକାରର ମନୋଭାବକୁ ସମାପ୍ତ କରି ଆତ୍ମିକ ଭାବ ଧାରଣ କରୁଥିବା ସମସ୍ତଙ୍କର ସ୍ନେହୀ ହୁଅ। ଦେହର ସ୍ମୃତି ଦ୍ୱାରା ବିଭିନ୍ନ ପ୍ରକାରର ଭାବଧାରା ସୃଷ୍ଟି ହୋଇଥାଏ। ଅଭିମାନ, ଅହଙ୍କାର ଆଦି ଉତ୍ପନ୍ନ ହୋଇଥାଏ। ତେଣୁ ଆତ୍ମିକ ମନୋଭାବ, ଆତ୍ମିକ ଦୃଷ୍ଟି, ଆତ୍ମିକ ବୃତ୍ତିରେ ରହିବା ଦ୍ୱାରା ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିବ। ସେଥିପାଇଁ ଚାଲିବା ବୁଲିବା ସମୟରେ ଅଭ୍ୟାସ କର, ମୁଁ ଦେହ ନୁହେଁ, ଏକ ଆତ୍ମା। ଯାହା ପାଖରେ ଉମଙ୍ଗ ଉତ୍ସାହ ରୂପୀ ଡେଣା ରହିଛି, ତାକୁ ସହଜରେ ସଫଳତା ପ୍ରାପ୍ତ ହୋଇଥାଏ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଃ ସେହି କଲ୍ୟାଣକାରୀ ପରମାତ୍ମାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟ ଉପରେ ଆମେମାନେ ଆଲୋକପାତ କରିବା। ନିଜ ଜୀବନରେ ତାହା ଧାରଣ କରି ନିଜେ ପରିବର୍ତ୍ତନ ହେବା ସହିତ
ସାରା ବିଶ୍ୱକୁ ପରିବର୍ତ୍ତନ କରିବାର ଶ୍ରେଷ୍ଠ କାର୍ଯ୍ୟ କରିଚାଲିବା। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।